କଥା ହେଲା ଈଶ୍ୱର କେଉଁଠି ଥାଆନ୍ତି ସେ ବିଷୟରେ ନିର୍ଦ୍ଦିଷ୍ଟ ଭାବରେ କେହି କିଛି କହିପାରନ୍ତି ନାହିଁ। ପୁରାଣ ଯଦି ଗୋଟେ କଥା କହୁଛି, ପଣ୍ଡିତ ପୁରୋହିତ ମାନେ ଗୋଟେ କଥା କହୁଛନ୍ତି ଏବଂ ଯାହା ବି ସେମାନେ କହୁଛନ୍ତି ସେ ଅନୁସାରେ ଏବଂ ତାହା ଯଦି ସତ୍ୟ ତାହେଲେ ତ ପ୍ରତିଟି ମଣିଷ ଏବେ ଈଶ୍ୱରଙ୍କ ସହିତ ସାକ୍ଷାତ କରିସାରନ୍ତେଣି, କିନ୍ତୁ ହେଇପାରୁଛି କି ନା। ତାର ଏକମାତ୍ର କାରଣ ହେଲା ଈଶ୍ୱର ପ୍ରକୃତରେ ଯେଉଁଠି ଅଛନ୍ତି ବା ଈଶ୍ୱରଙ୍କର ଠିକଣା ଯାହା, ସେ ଠିକଣାଟି କେହି ସଠିକ ଭାବରେ ଜାଣି ନାହାନ୍ତି ଏବଂ ସାରା ଜୀବନ ମଣିଷ ଈଶ୍ୱରଙ୍କୁ ଖୋଜୁଛି। ମଣିଷ ଯେତେବେଳେ କାହାରିକି ଖୋଜିଥାଏ, ଯଦି ନିର୍ଦ୍ଦିଷ୍ଟ ଠିକଣାଟା ଜଣା ନଥାଏ ତାହେଲେ ସ୍ୱାଭାବିକ ଭାବରେ ସେ ବହୁତ ଭୁଲ ଠିକଣାରେ ପହଞ୍ଚିଯାଏ। କାରଣ ସେ ଜାଣିନଥାଏ ସେ ଯାହାକୁ ଖୋଜୁଛି ସେ କେଉଁଠି ଅଛି, କିନ୍ତୁ ସେ ତାର ଜୀବନ ତମାମ ଖୋଜୁଥାଏ। ଖୋଜି ଖୋଜି ମଣିଷ କେଉଁଠି ପହଞ୍ଚିଛି ଈଶ୍ୱରଙ୍କୁ ପାଇବା ପାଇଁ? ମନ୍ଦିର ଭିତରେ। ମନ୍ଦିର ଭିତରେ ସେ ଈଶ୍ୱରଙ୍କୁ ଖୋଜୁଛି। ମନ୍ଦିର ଭିତରେ ଯେଉଁ ମୂର୍ତ୍ତିଟି ସ୍ଥାପନା ହେଇଛି ସେ ଭାବୁଛି ଏହି ହେଉଛି ଈଶ୍ୱର। ସେ ମସଜିଦ ଭିତରେ ହିଁ ଖୋଜୁଛି ଈଶ୍ୱରଙ୍କୁ, ଗିର୍ଜା ଘର ଭିତରେ ଖୋଜୁଛି ଈଶ୍ୱରଙ୍କୁ, ଗୁରୁଦ୍ୱାରରେ ଯାଇ ଖୋଜୁଛି ଈଶ୍ୱରଙ୍କୁ। କାରଣ ତାକୁ ପିଲାଟି ବେଳୁ ସେ ବାପା ମା ହୁଅନ୍ତୁ, ଗୁରୁଜନ ହୁଅନ୍ତୁ, ଧର୍ମଗୁରୁ ହୁଅନ୍ତୁ ବା ପୋଥି ପୁରାଣ ହଉ, ଆମକୁ ମନ୍ଦିରଟିକି ଦେଖେଇ ଦିଆଯାଇଛି ଆରି ଭିତରେ ଈଶ୍ୱର ଅଛନ୍ତି ବୋଲି। ଆଉ ସବୁଠୁ ଜୀବନର ବିରୋଧାଭାସ କ'ଣ ଜାଣନ୍ତି? ସମଗ୍ର ବିଶ୍ୱରେ ଯେତେ ଯେଉଁଠାରେ ମନ୍ଦିର ଅଛି, ସେ ମନ୍ଦିରରେ ଯେଉଁ ଠାକୁର ମଧ୍ୟ ପ୍ରତିଷ୍ଠା ଲାଭ କରିଥାନ୍ତୁ, ଅବସ୍ଥାପିତ ହୋଇଥାନ୍ତୁ, ସେ ମୂର୍ତ୍ତିକି ଏହି ମଣିଷ ତିଆରି କରିଛି ତା ନିଜ ହାତରେ। ମଣିଷ କୃଷ୍ଣଙ୍କର ମୂର୍ତ୍ତିଟେ ତିଆରି କରୁଛି, ଶିବଙ୍କର ମୂର୍ତ୍ତିଟେ ତିଆରି କରୁଛି, ଲିଙ୍ଗ ବି ତିଆରି କରୁଛି, ଲକ୍ଷ୍ମୀ ସରସ୍ୱତୀ ହନୁମାନ ଯାବତୀୟ ଯେତେ ଯେତେ ଦେବାଦେବୀ ଅଛନ୍ତି ତାଙ୍କର ମୂର୍ତ୍ତି ଏଇ ମଣିଷ ତିଆରି କରୁଛି। ଆଉ ସବୁଠୁ ମଜାର କଥା ହେଲା ନିଜେ ତିଆରି କରିକି ତାଙ୍କୁ ମନ୍ଦିରରେ ଅବସ୍ଥାପିତ କରୁଛି। ଏବଂ ଆମର ଯେଉଁ ତଥାକଥିତ ପଣ୍ଡିତ ପୁରୋହିତ ମାନେ ଶାସ୍ତ୍ର ଅନୁସାରେ ସେ ଈଶ୍ୱରଙ୍କ ଦେହରେ ପ୍ରାଣ ପ୍ରତିଷ୍ଠା ମଧ୍ୟ କରୁଛନ୍ତି। ମୋ କଥାଟା ବୁଝିବାକୁ ଚେଷ୍ଟା କରନ୍ତୁ। ମୁଁ ଈଶ୍ୱର ବିରୋଧୀ ମଣିଷ ନୁହେଁ କି ନାସ୍ତିକ ମଧ୍ୟ ନୁହେଁ। ମୋର କହିବା କଥା ହେଲା ଆମେମାନେ ମଣିଷ ଆମ ଠାକୁରଙ୍କୁ ଆମେ ନିଜ ହାତରେ ତିଆରି କରୁଛେ, ତାପରେ ତାଙ୍କୁ ପ୍ରାଣଟା ମଧ୍ୟ ଆମେ ପ୍ରତିଷ୍ଠା କରୁଛେ। ମାନେ ଈଶ୍ୱରଙ୍କ ପ୍ରାଣ ନଥିଲା, ଆମେ ଦେଲେ। ତା ଅର୍ଥ କିଏ ବଡ଼ ହେଲା? ଈଶ୍ୱର ବଡ଼ ହେଲା ନା ମଣିଷ ବଡ଼ ହେଲା? ଆମେ ଯାହାକୁ ପ୍ରାଣ ଦେଉଛେ, ଇଟ୍ ଇଜ୍ ବଟ୍ ନ୍ୟାଚୁରାଲ, वी आर हायर देन गॉड। कारण आम ये तैयारी कले, ये प्राण देले। जो छुआटी माँ गर्भर जन्म होची सेठी छुआटा बड़ ना माँ गर्भ? माँ बड़, माँ बड़। का माँ शरीर से सृष्टि होती। तेणु आम जो सारा जीवन ईश्वर को खोजुचे, यहीटा हूँ विरोधाभास, कॉन्ट्राडिक्शंस ऑफ लाइफ। आम ईश्वर को निज हाथ में तैयारी करुचे, सेणिकी पत्थर हो, काठरे हो बा पितल मूर्ति हो, आम प्राण प्रतिष्ठा करुचे। एपरिकी आम समस्तंकर अनुभव अच्छी, दुर्गा पूजा हला, काली पूजा हला, गणेश पूजा हला, सरस्वती पूजा हला, ए मूर्ति सबू आमर जो मैंने मूर्तिकार ताको तैयारी करती, तैयारी करिकी एक निर्दिष्ट समय रे प्राण प्रतिष्ठा करा जाए। माने से जी गले। आ सबुठ कौतूहल कथा हला
ମୁଁ ଏଗୁଡ଼ା ବସି ଭାବେ ବିସର୍ଜନ ଦିନ ଆମେ ଯେଉଁ ପ୍ରାଣ ପ୍ରତିଷ୍ଠା କରିଥାଉ ତାଙ୍କୁ ବିସର୍ଜନ କରିବା ପୂର୍ବରୁ ତାଙ୍କୁ ମଧ୍ୟ ଆମେ ଶାସ୍ତ୍ର ଦ୍ୱାରା ଶୁଳ୍କ ଦ୍ୱାରା ମାରିଦେଉ। ବିସର୍ଜନ ପୂର୍ବରୁ ତାଙ୍କର ଯେଉଁ ପ୍ରାଣ ପ୍ରତିଷ୍ଠା ହେଇଥାଏ ସେଇଟାକୁ ମଧ୍ୟ ଆମେ ନେଇଯାଉ, ତାଙ୍କ ପ୍ରାଣଟାକୁ ନେଇଯାଉ। ମୁଁ ତ ଭାବେ ଆମେ ହେଉଛୁ ସୁପିରିୟର ଦ୍ୟାନ୍ ଗଡ୍। ଈଶ୍ୱର ଆମ ହାତରେ ଯେମିତି ଗୋଟେ ଖେଳ କଣ୍ଢେଇ, ଖେଳ ପ୍ରତିଭା, ଗୋଟେ ଖେଳଣା ସିଏ। ଏବଂ ଯେଉଁ ଈଶ୍ୱରଙ୍କୁ ଆମେ ନିଜେ ହାତରେ ଗଢ଼ି ତିଆରି କରିଥାଉ, ତିଆରି କରି ପ୍ରାଣ ପ୍ରତିଷ୍ଠା କରିଥାଉ, ତାପରେ ତାରି ପାଖରେ ଆଣ୍ଠୁ ବାଡ଼ି ବସିକି ଆମେ ସବୁ ମାଗିଥାଉ। ଆମେ ତିଆରି କରିଛେ, ପୁଣି ତାରି ପାଖରେ ହାତ ଯୋଡ଼ିକି ପ୍ରାର୍ଥନା କରିଥାଉ ସକଳ କାମନା ବାସନାର ତୃପ୍ତି ପାଇଁ, ପରିପୂର୍ଣ୍ଣତା ପାଇଁ ତାକୁ ହିଁ ମଧ୍ୟ ମାଗିଥାଉ। ଆରେ ତମେ ତ ତାକୁ ତିଆରି କରିଛ, ଆଉ ପୁଣି ତାକୁ ମାଗୁଛ କାହିଁକି? ତମେ ତ ଚାହିଁଲେ ତାକୁ ବି ମାରି ଦେଇପାରିବ। ମୁଁ ଭାଇ ସତ କଥା କହୁଛି, ମୁଁ ଏହାକୁ ଜମା ଗ୍ରହଣ କରିପାରେ ନାହିଁ। ତା ଅର୍ଥ ଆମେ ଯେଉଁ ଈଶ୍ୱରଙ୍କୁ ନେଇ ଆମ ଭିତରେ ଯେଉଁ ମାନସିକତା, ଯେଉଁ ଦୃଷ୍ଟିଭଙ୍ଗୀ, ଯେଉଁ କନସେପ୍ଟ, ଧାରଣା, ଯେଉଁ ଅନୁସାରେ ଆମେ ଈଶ୍ୱରଙ୍କୁ ତିଆରି କରୁଛୁ, ପ୍ରାଣ ପ୍ରତିଷ୍ଠା କରୁଛୁ ଏବଂ ସାରା ଜୀବନ ତାଙ୍କୁ ଉଚ୍ଚ ସିଂହାସନରେ ଉପରେ ବସେଇ ଧୂପ ଦୀପ ଧୂଆଁରେ ପୂଜା କରୁଛୁ ଏବଂ ଯାହାକୁ ଆମେ ତିଆରି କରୁଛୁ ତାରି ଆଗରେ ପୁଣି ଆଣ୍ଠୁ ବଢ଼ି ବସି ପ୍ରାର୍ଥନା କରୁଛୁ ଯେ ମୋର ଏଇଟା କରିଦେ, ମୋର ସେଇଟା କରିଦିଏ। ଏବଂ ତାପରେ ମଧ୍ୟ ଆମେ ଯାହା ଚାହୁଁ ତାହା ପାଉନାହିଁ, ପୁଣି ଆମେ ମଧ୍ୟ ଈଶ୍ୱରଙ୍କୁ ଅଭିମାନରେ ହେଉ, ଅସନ୍ତୋଷରେ ହେଉ, ଯେଉଁଥିରେ ହେଉ କେତେବେଳେ କେତେବେଳେ ଗାଳି ମଧ୍ୟ ଦେଉଥାଉ। ତୁ ମୋ କଥା ଶୁଣୁନୁ, ଈଶ୍ୱର ଫିଶ୍ୱର ବୋଲି କିଛି ନାହାନ୍ତି, ଆଜିଠୁ ମୁଁ ଆଉ ତୋତେ ପୂଜା କରିବିନି। ଇଏ ଅତି ସାଧାରଣ କଥା ଦୈନନ୍ଦିନ ଜୀବନରେ। ଯେତେବେଳେ ମଣିଷ ଗୋଟେ ଚାହୁଁଛି ପାଉନି, ସେ ସେଇ ଯେଉଁ ଈଶ୍ୱରଙ୍କୁ ତିଆରି କରୁଛି ତାଙ୍କୁ ଗାଳି ଦେଉଛି। ତାହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଈଶ୍ୱର ପ୍ରକୃତ ତାହେଲେ ଥାଆନ୍ତି କେଉଁଠି? ତା ତ ଈଶ୍ୱର ଯେଉଁଠି ଅଛନ୍ତି ସେଠି ପ୍ରକୃତ ଈଶ୍ୱରଙ୍କ ପାଖରେ ମଣିଷ ଆଜି ଯାଏଁ ପହଞ୍ଚି ପାରିନାହିଁ। ମୁଁ ଆଜି ତାଙ୍କରି ଠିକଣାଟା ଦେବି। ଈଶ୍ୱର କେଉଁଠାରେ ଅଛନ୍ତି, ଯେଉଁଠିକି ଗଲେ ତୁମେ ତାଙ୍କୁ ନିଶ୍ଚୟ ପାଇପାରିବ, ତୁମର ସମସ୍ତ ଅଳି ଅର୍ଦ୍ଦଳି ଅଭିଯୋଗ କରିପାରିବ, ସେଇ ଠିକଣାଟା ମୁଁ ଆଜି ଦେଉଛି। ଯେତେବେଳେ ଏ ସୃଷ୍ଟିଟାକୁ ଈଶ୍ୱର ତିଆରି କଲେ, ଛୋଟିଆ ଗଳ୍ପ ଗୋଟେ କାହାଣୀ ମାଧ୍ୟମରେ ଦେଉଛି, ଆପଣଙ୍କର କନସେପ୍ଟଟା କ୍ଲିଅର ହେଇଯିବ। ଯେତେବେଳେ ଈଶ୍ୱର ଏ ସୃଷ୍ଟିଟା ତିଆରି କଲେ, ମଣିଷକୁ ଯେତେବେଳେ ତିଆରି କରିନଥିଲେ, ସେ ଯାଏଁ ଏ ସୃଷ୍ଟିରେ ଝରଣା କୁଳୁକୁଳୁ ନାଦରେ ବହୁଥିଲା, ଗଛରେ ଫୁଲ ଫୁଟୁଥିଲା, ଚଢ଼େଇମାନେ ରାବ ଦେଉଥିଲେ, ସୁନ୍ଦର ପବନ ବହୁଥିଲା। ଯେହେତୁ ମଣିଷକୁ ସେତେବେଳେ ଯାଏ ତିଆରି କରିନାହାନ୍ତି, ତେଣୁ ଚୋରି ଡକାୟତି ନଥିଲା, ଧର୍ଷଣ ନଥିଲା, ହତ୍ୟା ନଥିଲା, ନାଇଁ ପୂଜା ଥିଲା, ନାଇଁ ବି ପ୍ରାର୍ଥନା ଥିଲା। ସବୁଆଡ଼ ଏକ ଶାନ୍ତ ପରିବେଶ, ପ୍ରକୃତି ଖିଲଖିଲି ହିଁ ହସୁଥିଲା, ପ୍ରକୃତି ଖେଳୁଥିଲା। କାରଣ ସେତେବେଳେ ଯାଏଁ ଈଶ୍ୱର ମଣିଷକୁ ସୃଷ୍ଟି କରିନଥିଲେ। କିନ୍ତୁ ଯେଉଁ ଦିନଠାରୁ ମଣିଷକୁ ସୃଷ୍ଟି କରିଦେଲେ, ସେଇ ଦିନଠାରୁ ଯେତେ ସବୁ ଅସୁବିଧା ଉପଦ୍ରବ ଆରମ୍ଭ ହେଇଗଲା। ପରିବେଶ ଆଉ ଶାନ୍ତ ରହିଲାନି, ଅସ୍ଥିର ହେଲା, ସମଗ୍ର ପରିବେଶ ଅଶାନ୍ତରେ ପୂରିଗଲା। ତାର କାରଣ କ'ଣ? ନା ମଣିଷକୁ ତିଆରି କରିଦେଲା ପରେ ମଣିଷ ଈଶ୍ୱରଙ୍କ ଠିକଣାଟା ଜାଣିଥିଲା। ତେଣୁ ସେ ସବୁଦିନ ଫର୍ଦ୍ଦ ଫର୍ଦ୍ଦ ଅଭିଯୋଗର କାଗଜ ଧରି ଈଶ୍ୱରଙ୍କ ପାଖରେ ପହଞ୍ଚିଲା। ଏଇଟା ତୁମେ ଆମ ପାଇଁ କନ, ସେଇଟା ଆମ ପାଇଁ କନ, ଏମିତି ହେଇଥିଲେ ଭଲ ହେଇଥାନ୍ତା, ମୁଁ କିଛି ଭଲରେ ରହିନି, ମୁଁ ଭାରି ଦୁଃଖରେ ଅଛି, ତୁମେ ବହୁତ ଅନ୍ୟାୟ କରୁଛ ମୋ ପ୍ରତି। ଯାବତୀୟ ଅଭିଯୋଗର ଫର୍ଦ୍ଦ ଧରି ମଣିଷ ଈଶ୍ୱରଙ୍କ ପାଖରେ ଠିଆ ହେଲା। ଏମିତି ହେଲା, ଈଶ୍ୱର ଆଉ ଟିକେ ଭଲରେ ବସିପାଇଲେନି, ଶୋଇପାଇଲେନି, ଖାଇପାଇଲେନି।
ଆଚ୍ଛା ଯାହା ବି ଅଭିଯୋଗ ଫର୍ଦ୍ଦ ଆସିଲା ଈଶ୍ୱର ସେଇଟାକୁ ସମାଧାନ କରିଥାନ୍ତେ, କିନ୍ତୁ ଏ ମଣିଷ ଏମିତି ଗୋଟେ ତିଆରି କଲେ ଈଶ୍ୱର, ସେ ଜାଣିନଥିଲେ। ଗୋଟେ ମଣିଷ ଯଦି କହୁଛି ମୋ ପାଇଁ ଏଇଟା କର ଏଇଟା ଠିକ୍, ଆଉ ଜଣେ ମଣିଷ କହୁଛି ଏଇଟା ହେଉଛି ଭୁଲ। ଧର ଜଣେ ମଣିଷ କହୁଛି, ଚାଷୀଟା କହୁଛି ପ୍ରଭୁ ମୋର ଫସଲ ଆରମ୍ଭ ହୋଇଯାଇଛି, ଚାଷ ଆରମ୍ଭ କରିଦେଇଛି, ବର୍ଷା ହେଉନି, ମୋତେ ନିହାତି ବର୍ଷା ଦରକାର, ନହେଲେ ଫସଲ ଏଥରକ ଉଜୁଡ଼ି ଯିବ। ଗୋଟେ ଚାଷୀ ପ୍ରାର୍ଥନା କରୁଛି ଈଶ୍ୱରଙ୍କୁ ବର୍ଷା କରାଅ। ଠିକ୍ ସେହି ସମୟରେ ଯିଏ କୁମ୍ଭାର, ସିଏ ଓଦା ମାଟି ଚକଟିକି ତାର ହାଣ୍ଡି ଫାଣ୍ଡି ସବୁ, ହାଣ୍ଡି ସରା ଫରା ମାଟିରେ କଟିକି ଶୁଖେଇଛି ଖରାରେ, ଶୁଖିଲା ପରେ ନିଆଁରେ ପଶିବ, ଟାଣ ହେବ। ଚାଷୀ ଯେତେବେଳେ କହୁଛି ମୋତେ ବର୍ଷା କରାଅ, ମୋର ବର୍ଷା ଦରକାର ଜମି ପାଇଁ, ଠିକ୍ ସେତିକି ବେଳେ କୁମ୍ଭାର କହୁଛି ପ୍ରଭୁ ବର୍ଷା ଆଦୌ କରାଉନି, ଯଦି ବର୍ଷା କରେଇଦେବ ମୋର ଏଇ ଯେଉଁ ହାଣ୍ଡି କୁଣ୍ଡେଇ ସବୁ ତିଆରି କରି ରଖିଛି ଏସବୁ ମାଟିରେ ଧୋଇଯିବ। ବିଚରା ଈଶ୍ୱରଟି କ'ଣ କରିବ ମୋତେ ଟିକେ କୁହନ୍ତୁ। ଆଗ ପ୍ରବଚନ ଭାବନ୍ତୁନି, ଟିକେ ଗପ ଭାବନ୍ତୁନି। ଯଦି ଗୋଟିଏ ଲୋକ ପାଖରେ କୁହାଯାଉଛି ବର୍ଷା କରାଅ, ସେ ଯେତେବେଳେ ଭାବୁଛି ମୁଁ ବର୍ଷା କରିବି, ସେତେବେଳେ ଆଉ ଜଣେ କହୁଛି ନାଇଁ ବର୍ଷା କରାଉନି। ବିଚରା ଏଇଭଳି ଦ୍ୱନ୍ଦ୍ୱରେ ପଡ଼ିଗଲେ ଈଶ୍ୱର। କ'ଣ ସେ କରିବେ? ତାଙ୍କର ଉପାୟ କିଛି ନାହିଁ। ତେଣୁ ସେ ଦିନେ କ'ଣ କଲେ ନା, ଈଶ୍ୱର ସମସ୍ତଙ୍କୁ ଡାକିକି ଦେବତାମାନଙ୍କୁ କହିଲେ ଦେଖ ବର୍ତ୍ତମାନ ମଣିଷକୁ ତିଆରି କରି ମୁଁ ଯାହା ଭୁଲ କରୁଛି, ମୁଁ ତ ସେ ଫଳ ଭୋଗ କରୁଛି, ମୋତେ କ'ଣ ଗୋଟେ ଉପାୟ ବତାନ୍ତୁ ମୁଁ ଯେମିତି ଏ ମଣିଷ ପାଖରୁ ଟିକେ ବଞ୍ଚିଯିବି। ତା ନହେଲେ ମୁଁ ଶାନ୍ତିରେ ଗଣ୍ଡେ ଖାଇପାରୁନି, ଶୋଇପାରୁନି, ବସିପାରୁନି, ଇଣ୍ଡିଆ ପାକିସ୍ତାନର ମ୍ୟାଚ୍ଟା ଦେଖିପାରୁନି, ଖଣ୍ଡଗିରିରେ ଯାତ୍ରା ପଡ଼ୁଛି ଯାତ୍ରାକୁ ବି ଯାଇପାରୁନି, ସବୁଠି ଲୋକ, ମୋତେ ଟିକେ ବଞ୍ଚାନ୍ତୁ। ତା ନହେଲେ ମୁଁ ବାଧ୍ୟ ହୋଇକି ଆତ୍ମହତ୍ୟା କରିଦେବି, ଆଇ ୱିଲ୍ କମିଟ୍ ସୁଇସାଇଡ୍। ଆଉ ଲୋକମାନେ, ଦେବତାମାନେ କହିଲେ କ'ଣ ଆପଣଙ୍କ ଅସୁବିଧା? ନା ଅସୁବିଧା ଦେଖନ୍ତୁ, ଦିନଯାକ ଯେଉଁମାନେ ଭୋଗୀ, ମାନେ ଜୀବନଟାକୁ ଯେଉଁମାନେ ଭୋଗ କରୁଛନ୍ତି, ଆମେମାନେ ଦିନଯାକ ଯେଉଁମାନେ ଭୋଗୀ, ସେମାନେ ଆସି ମୋତେ ପ୍ରାର୍ଥନା କରୁଛନ୍ତି ତାଙ୍କର ଯାହା ଯାହା ସବୁ କାମନା ବାସନା ଅଛି ପୂର୍ଣ୍ଣ କରିବା ପାଇଁ। ରାତି ହେଲା ମାତ୍ରେ ରୋଗୀ, ଯେଉଁ ରୋଗୀମାନେ ହସ୍ପିଟାଲରେ ପଡ଼ିଥାନ୍ତି, ଘରେ ପଡ଼ିଥାନ୍ତି ରୋଗରେ, ରାତି ହେଲେ ତାଙ୍କ ରୋଗଟା ବଢ଼େ। ଦିନବେଳା ଭୋଗୀ, ରାତି ହେଲା ମାତ୍ରେ ରୋଗୀମାନେ ବି ମୋତେ ଆକୁଳ ବିକଳ ଚିତ୍କାର କରୁଛନ୍ତି, ମୋତେ ବଞ୍ଚାଅ ବଞ୍ଚାଅ, ମୁଁ ମରିବାକୁ ଚାହୁଁନି। ନା ତାପରେ ନା ଦିନ ଗଲା ରାତି ଗଲା, ମୁଁ ଟିକେ ଫୁର୍ସତରେ ବସିପାରୁନି, ରାତିରେ ଟିକେ ଶୋଇଯାଆନ୍ତି, ରାତି ଅଧରେ କିନି ଉଠିଲେ ଯୋଗୀ। ଯୋଗୀମାନେ ରାତି ଅଧ ହେଲା ମାତ୍ରେ ବସି ଧ୍ୟାନରେ ବସି ଯାଉଛନ୍ତି, ମୋତେ ଡାକୁଛନ୍ତି। ଦିନରେ ଭୋଗୀ, ରାତିରେ ରୋଗୀ, ଅଧରାତିରେ ଯୋଗୀ, ମୁଁ ଏବେ କରିବି କ'ଣ? ଦେବତାମାନେ କହିଲେ ଗୋଟେ କାମ କରନ୍ତୁ, ଆପଣ ହିମାଳୟ ଉପରକୁ ପଳାନ୍ତୁ, ହିମାଳୟ ଉପରକୁ କେହି ଯାଇପାରିବେନି। ଈଶ୍ୱର କହିଲେ ଯାଇପାରିବିନି, ହିଲାରୀ ତେଞ୍ଜିଂ ପରା ହିମାଳୟ ଉପରେ ପହଞ୍ଚି ସାରିଲେଣି, ଆଉ କିଛି ସମୟ, ଯେତେବେଳେ ସିଏ ରାସ୍ତା ଜାଣିସାରିଲେଣି ସିଏ ଅନ୍ୟମାନଙ୍କୁ କହିଦେବେ। ନା ତାହେଲେ କ'ଣ କରିବା? ଆପଣ ଚନ୍ଦ୍ରପୃଷ୍ଠକୁ ପଳାନ୍ତୁ। ଈଶ୍ୱର କହିଲେ ଚନ୍ଦ୍ରପୃଷ୍ଠ? ଚନ୍ଦ୍ରପୃଷ୍ଠରେ ପରା ଆର୍ମଷ୍ଟ୍ରଙ୍ଗ ପହଞ୍ଚି ସାରିଲାଣି କେବେଠୁ। ଆରେ ଥରେ ଯଦି ଜଣେ ଲୋକ ସେ ରାସ୍ତା ପାଇସାରିଲାଣି, ଆଉ ଅନ୍ୟମାନେ ଯିବାକୁ କେତେ ସମୟ? ଚନ୍ଦ୍ରପୃଷ୍ଠକୁ ଗଲେ ବି ମୋତେ ଛାଡ଼ିବେନି। ଆଉ ଏ ଲୋକମାନେ ଏତେ ଧୂର୍ତ୍ତ, ସେମାନେ ଯୁଆଡ଼େ ଯୁଆଡ଼େ, ସେ ହିମାଳୟ ହେଉ ଚନ୍ଦ୍ରପୃଷ୍ଠ ହେଉ, ଖୋଜିକି ବାହାର କରିଦେବେ। କାରଣ ଆଗରୁ ହିଲାରୀ ତେଞ୍ଜିଂ, ଆର୍ମଷ୍ଟ୍ରଙ୍ଗ ପାଇସାରିଲେଣି ସେ ରାସ୍ତା। ଜଣେ ବୃଦ୍ଧ ଦେବତା ଆସିକି ଆସ୍ତେ ଆସ୍ତେ ଚୁପି ଚୁପିକି ଈଶ୍ୱରଙ୍କୁ କହିଲେ ଆପଣ ଗୋଟେ କାମ କରନ୍ତୁ, ମୁଁ ଗୋଟେ ବତଉଛି, ଆପଣ ସେଇଠି ଲୁଚି ଯାଆନ୍ତୁ, ମଣିଷ ପାଇବନି। ନା କ'ଣ କହୁନାହାନ୍ତି? ନା ଆପଣମାନେ ମଣିଷ ଭିତରେ, ମଣିଷ ହୃଦୟ ଭିତରେ ଯାଇ ଲୁଚି ଯାଆନ୍ତୁ। ଈଶ୍ୱର ଟିକେ ହସିଲେ, କହିଲେ ୟୁ ଆର୍ ରାଇଟ୍, ୟୁ ଆର୍ ରାଇଟ୍। ସେଇ ବୃଦ୍ଧ ଦେବତା କହିଲେ ମଣିଷ ଆପଣଙ୍କୁ ଦୁନିଆ ସାରା ଖୋଜିବ, କିନ୍ତୁ ସେ ତା ନିଜ ଭିତରେ ଆପଣଙ୍କୁ ଖୋଜିବନି। ତେଣୁ ଆପଣ ମଣିଷ ହୃଦୟ ଭିତରେ ଯାଇ ସବୁଦିନ ପାଇଁ ରହିଯାଆନ୍ତୁ। ଏବଂ ସେଇ ଦିନଠାରୁ ଈଶ୍ୱର ମଣିଷର ହୃଦୟ ଭିତରେ ରହିଯାଇଛନ୍ତି ବୋଲି ଆମେମାନେ ଯେଉଁ ମଣିଷ ଈଶ୍ୱରଙ୍କୁ ନିଜ ଭିତରେ କେତେବେଳେ ଖୋଜୁନୁ, ସବୁବେଳେ ବାହାରେ ଖୋଜୁଛୁ।
ତାଙ୍କୁ ମନ୍ଦିର ଭିତରେ ଖୋଜୁଛୁ, ମସଜିଦରେ ଖୋଜୁଛୁ, ଗିର୍ଜାଘରେ ଖୋଜୁଛୁ, ଗୁରୁଦ୍ୱାରରେ ଖୋଜୁଛୁ, ବାହାର ଗଛ ତଳେ ଯେଉଁ ପଥର ପଡ଼ୁଛି ପଥରରେ ଖୋଜୁଛୁ, ପଥର ମୂର୍ତ୍ତି ଭିତରେ ଖୋଜୁଛୁ। ଈଶ୍ୱରଙ୍କୁ ଖୋଜିବାଟା ସବୁବେଳେ ଆମର ବାହାରେ ବାହାରେ ଚାଲିଛି। ବାହାର ମନ୍ଦିର ଭିତରେ ଆମେ ତାଙ୍କୁ ଖୋଜୁଛୁ, କିନ୍ତୁ ପାଇବା କେମିତି? ଯେଉଁ ଲୋକଟା ଭିତରେ ଲୁଚି ଯାଇଛି ତାକୁ ବାହାରେ ଖୋଜିଲେ ସାରା ଜୀବନ 100 ଜନ୍ମ ଖୋଜିଲେ ପାଇବା କି? ବନ୍ଧୁ କହିବାର କଥା ହେଲା ଆମର ଏଇ ଯେଉଁ ଶରୀରଟା, ଆମର ଏଇ ଶରୀରଟା ହେଉଛି ପ୍ରକୃତ ମନ୍ଦିର। ଏ ମନ୍ଦିର ଭିତରେ ମଧ୍ୟ ପ୍ରକୃତ ଈଶ୍ୱର ଲୁଚିକି ଅଛନ୍ତି। ଆମେ ଯେମିତି ବୀଣାରେ ତାରରେ ଆଙ୍ଗୁଠି ଦେଇ ସ୍ୱର ବାହାର କରୁଛୁ, ବୀଣା ବଜଉଛୁ, ସେମିତି ଆମର ଏଇ ଯେଉଁ ମନ୍ଦିର ରୂପକ ଶରୀର, ଆ ଭିତରେ ମଧ୍ୟ ବିନା ତାରରେ ସବୁବେଳେ ଏକ ସଙ୍ଗୀତ ବାଜୁଛି। ଆପଣମାନେ କହିବେ କେମିତି ସଙ୍ଗୀତ ବାଜୁଛି? ସେ ସାଧନାର କଥା, ସେ ନାଦର କଥା, ଅନାହତ ନାଦର କଥା, ସେ କଥା ମୁଁ ଏଇନେ କହୁନି। କିନ୍ତୁ ଆ ଭିତରେ ମଧ୍ୟ ଯିଏ ସାଧନାରେ ବ୍ରତୀ, ସେ ନିଜ ଭିତରେ ଏକ ସଙ୍ଗୀତ ପ୍ରତି ମୁହୂର୍ତ୍ତରେ ଶୁଣୁଛି। ସେଠି ବୀଣା ନାହିଁ କି ତାର ନାହିଁ। ପଥର ମନ୍ଦିର ଭିତରେ ଯାଇକି ଆମେ ପଥର ମୂର୍ତ୍ତି ଆଗରେ ଦୀପ ଜଳଉଛେ, କିନ୍ତୁ ଆମର ଏଇ ଶରୀର ଯେଉଁ ମନ୍ଦିର, ଏ ମନ୍ଦିର ଭିତରେ ମଧ୍ୟ ପ୍ରତି ମୁହୂର୍ତ୍ତରେ ଦୀପଟିଏ ଦିକ୍ ଦିକ୍ ହେଇ ଜଳୁଛି, କିନ୍ତୁ ସେ ଦୀପରେ ବଳିତା ନାହିଁ କି ଘିଅ ମଧ୍ୟ ନାହିଁ। ବିନା ଘିଅରେ, ବିନା ସଳିତାରେ ଏ ଦୀପ ପ୍ରତି ମୁହୂର୍ତ୍ତରେ ଜଳି ଉଠୁଛି, ଜଳି ଚାଲିଛି। କିନ୍ତୁ ଆମେମାନେ ନିଜ ଭିତରକୁ ଯାତ୍ରା କରିବାକୁ କେତେବେଳେ ଚେଷ୍ଟା କରିନାହୁଁ। ବାହାର ଯାତ୍ରାରେ ଆମେ ସମସ୍ତେ ବାହାରି ଯାଉଛେ, କିନ୍ତୁ ନିଜ ଭିତରକୁ ଆମେ କେହି ଯାତ୍ରା କରିବାକୁ ଚାହୁଁନାହୁଁ। ଚନ୍ଦ୍ରପୃଷ୍ଠରେ ପହଞ୍ଚିଯିବା ଅତି ସହଜ, ଏଭରେଷ୍ଟ ଶୃଙ୍ଗକୁ ଚଢ଼ିଯିବା ଅତି ସହଜ, ମହାକାଶରେ ମାସ ମାସ ଧରି ରହିଯିବା ଭାରି ସହଜ, କିନ୍ତୁ ନିଜ ଶରୀର ରୂପକ ମନ୍ଦିର ଭିତରକୁ ଯାତ୍ରା କରିବା ସବୁଠାରୁ କଷ୍ଟ। ଏମିତି ଦେଖିଲେ କଷ୍ଟ କିଛି ନାହିଁ। ଯଦି ନିଜ ଭିତରକୁ ଯାତ୍ରା କରିବାଟା କଷ୍ଟ ହେବ, ତାହେଲେ ସହଜ ପୁଣି କ'ଣ? ମୁଁ ଯଦି ଏନେ କହିବି ଯେ ଚାଲ ଆଜି ଦିଲ୍ଲୀ ଯିବା, ହୁଏତ ଟିକେଟ୍ କରିବାକୁ ପଡ଼ିବ, ଟ୍ରେନ୍ ଯିବା କି ପ୍ଲେନ୍ରେ ଯିବା, ଟିକେ କଷ୍ଟ ହୋଇପାରେ। ମୁଁ ଯଦି କହିବି ଚାଲ ଏଇ କଥାମୃତ କାର୍ଯ୍ୟକ୍ରମ ପରେ ଆମେ ଆମ ଘରକୁ ଯିବା, ଘରେ ବସି କଥାବାର୍ତ୍ତା ହେବା, ଚା ପିଇବା, ପକୁଡ଼ି ଖାଇବା, ନିଜ ଘର ଭିତରକୁ ଯିବାଟା କ'ଣ କଷ୍ଟ? ସେଇ ସକାଶେ ବନ୍ଧୁ କହୁଛି, ନିଜ ଭିତରକୁ ଯିବା ଅନ୍ୟମାନେ ହୁଏତ କଷ୍ଟ କହିବେ, ମୁଁ କହିବି ନିଜ ଭିତରକୁ ଯାତ୍ରା କରିବା ସବୁଠୁ ସୋଜା ଏବଂ ସହଜ। ଆମେ ଆଜି ଯାଇ ଚେଷ୍ଟା କରୁନେ, ସେ ବିଷୟରେ ଆଦୌ ଭାବୁନେ, ତେଣୁ ଆମେ ଈଶ୍ୱରଙ୍କୁ ପାଇପାରୁନେ କି ନିଜ ଭିତରେ ଯେଉଁ ଅନ୍ତର୍ଯାତ୍ରା, ନିଜ ଭିତରକୁ ନିଜର ଯାତ୍ରା, ସେଠିକି ଯାଇପାରୁନେ ବୋଲି, ଭାବିପାରୁନେ ବୋଲି କଷ୍ଟ ଲାଗୁଛି। କିନ୍ତୁ ଥରେ ଯଦି ଆମେ ସ୍ଥିର କରିବା ଆମେ ଏଠିକି ଯିବା। ମୁଁ ଏଇ ନିକଟରେ ଗଜପତିରେ ଯେଉଁ ମହେନ୍ଦ୍ରଗିରି ପାହାଡ଼ ଅଛି, ସମୁଦ୍ର ପତନଠାରୁ 4000 ଫୁଟ ଉଚ୍ଚରେ, ଓଡ଼ିଶାର ସବୁଠାରୁ ବଡ଼ ପାହାଡ଼ ହେଲା ଦେଓମାଳି କୋରାପୁଟ, ଦ୍ୱିତୀୟ ସର୍ବୋଚ୍ଚ ହେଲା ମହେନ୍ଦ୍ରଗିରି। ଆଖିରେ ଆପଣ ନଗଲେ ନ ଦେଖିଲେ ଜାଣିପାରିବେନି କେତେ ଉଚ୍ଚରେ, ତଳେ ପିମ୍ପୁଡ଼ି ଭଳି ବି ଲୋକ ଦୁଶୁନାହାନ୍ତି। ମେଘଗୁଡ଼ା ତୁମ ଦେହରେ ମାଡ଼ ହେଉଛି। ମହେନ୍ଦ୍ରଗିରି ପାହାଡ଼ ଉପରେ ଚଢ଼ିଗଲା ପରେ ମେଘ ବି ତୁମ ଦେହରେ ଘଷି ହେଉଛି। ଧର ଆଜି ଯାଏଁ ମୋତେ 73 ବର୍ଷ ଚାଲିଛି, ମୁଁ ଆଜି ଯାଏଁ ମହେନ୍ଦ୍ରଗିରି ପାହାଡ଼କୁ ଯିବି ବୋଲି ଭାବିନଥିଲି। କଷ୍ଟ ଲାଗୁଥିଲା, ଏତେ ଉଚ୍ଚ ପାହାଡ଼କୁ ଯାଇପାରିବି, କାଳେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବ। କିନ୍ତୁ ଯେତେବେଳେ ୱାନ୍ସ ଆଇ ଡିସାଇଡେଡ଼ ୟେସ୍ ଆଇ ମଷ୍ଟ ଭିଜିଟ୍ ମହେନ୍ଦ୍ରଗିରି, ମୁଁ ମହେନ୍ଦ୍ରଗିରି ଦେଖିବି, ଗଲି, 4 ଦିନ ରହିଲି, ଆସିଲି। ତେଣୁ ଯେତେବେଳେ ଆପଣମାନେ ନିଜେ ସ୍ଥିର କରିନେବେ ଯେ ମୁଁ ମୋ ନିଜ ଭିତରେ ଯାତ୍ରା କରିବି, ଈଶ୍ୱରଙ୍କୁ ଦେଖିବି, ଆପଣ ଈଶ୍ୱରଙ୍କ ସହିତ ସାକ୍ଷାତ ନିଶ୍ଚିତ ହେବ। এই ନିଷ୍ପତ୍ତିଟା ନେବା ଆପଣଙ୍କ ଉପରେ। ତା ନହେଲେ ସାରା ଜୀବନ ଆପଣ ଯେତେ ବାହାରେ ଖୋଜୁଥିବେ ଈଶ୍ୱରଙ୍କୁ, ଈଶ୍ୱର କେତେବେଳେ ବାହାରେ ନାହାନ୍ତି। ଈଶ୍ୱର ମନ୍ଦିର ଭିତରେ ନାହାନ୍ତି କି ପଥର ମୂର୍ତ୍ତି ଭିତରେ ନାହାନ୍ତି।
आखि खोलिले ए संसार, आखि मुजिले ईश्वर, आखि मुजिले ईश्वर। आमे आखि खोलीचे आलुओ आम आगे पड़ुची, जदि आखि मुझेकि बसबि मु कहबी आलुओ कहीं, अरे बापा तो आखि खोल, आखि खोलिले तो आलुओ देखिबो। आखि खोलिले जमती बाहर आलुओ देखुचे ठीक सेमती आखि बंद कले आमे भीतर आलुओ देखिबा, ईश्वर को देखिबा। गोटे बुढ़ी गोटे थर तार फूलमाल गुंथुची, ता छुंचीटा हजिगला संध्या समय। बुढ़ी कौन करिछि ना बाहर को आसिकी रास्ता उपरे गोटे बत्ती खुंट तले घंटे काल खोजुची कौन। साही टोका मैंने देखिले कहले आलो माँ तू आम देखुचु घंटे है बत्ती खुंट तले तू कौन खोजुचु ए रातिटारे। बुढ़ी कहला पुओरे मोर छुंचीटा हजि जाइछि। ना छुंचीटा तुम कौटी ना मु घर भितर फूल गुंथुली छुंचीटा खसीगला। ना घर भितर तो फूल माल गुंथुल, घर भितर छुंचीटा खसी पड़ा, आ बाहर आसी कौन खोजुच छुंची की से घर भितर खोजुन। बुढ़ी हसिला। बुढ़ी कौन कहला जानती, कहला तमें मैंने जदि ईश्वर को बाहर आसी मंदिर रे खोजुच, पत्थर मूर्ति रे खोजुच, मंदिर मस्जिद गिरजार खोजुच, अथच ईश्वर तुम भितर अछंती, तेमे भितर न खोजी बाहर खोजुच। मु सेमती छुंचीटा मो घर भीतर पड़ी मु बाहर खोजुची। बाहर जिते खोजिले छुंची मिलिबो कि ना, मते घर भीतर को फेरी जावाक पड़िबो। बुढ़ी एटा को सांकेतिक भाव में कहिथला। केते बड़ कथा से बुढ़ीटी कहला। छुंची खसी घर भीतर, से खोजुची बाहर। से मनीष को जनईदेला ईश्वर तुम भितर अछंती, अथच तुम तुमको बाहर खोजुच। बंधु भावुची ईश्वर एबे कोठी अछंती आपण माने जानिदेले। ईश्वर प्रतिटी मनीषर हृदय भितर लुचिकी बसिचंती। ईश्वर को सहित जदि संपर्क जोड़िया को चाहूच ताहले तुमको तुम भितर को यात्रा करिया को पड़िबो। से यात्रा केमिति करिबो, जी से भितर को यात्रा करि सारिछि सेही भली जने गुरुंकर आश्रय नियो बा परामर्श नियो एवं निश्चय पाइबो। मु तो ग्यारंटी देई कहूची, मु जेहेतु ईश्वर को देखिछि मु जोर देई कहूची, थरे जदि अंतर्यात्रा निज भितर को यात्रा करिवो ईश्वर सहित साक्षात निश्चय। आजिर मो कथा केमिति लागिला आपण मते जणैबे। आज पे रहिली, नमस्कार।